ଜାଣିଥିବେ ଯେ ଓଡ଼ିଶା ଏବଂ ବେଙ୍ଗଲ ମଧ୍ୟରେ ଚିକେନ ଆଡୁ ଟ୍ରଫିର ମ୍ୟାଚ୍ ଆସନ୍ତା 6 ତାରିଖ ଆରମ୍ଭ ହେବ 6 ରୁ 9 ରହିବ। ଏଇଟା 4 ଦିନିଆ ମ୍ୟାଚ୍। ଆପଣ ଦେଖିଥିବେ ଏଠି ଗୁଡ଼ାଏ ମ୍ୟାଚ୍ 15ରୁ ଉର୍ଦ୍ଧ୍ୱ ମ୍ୟାଚ୍ ଆମେ ସୁନ୍ଦର ଭାବରେ ଆୟୋଜନ କରିବାକୁ ଚେଷ୍ଟା କରୁଛୁ। ଧନ୍ୟବାଦ ଦେବି ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ଶ୍ରୀମାନ ସଞ୍ଜୟ ବେହେରା ଏବଂ ତାଙ୍କ ଟିମ୍କୁ ଏବଂ କୃଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ୍ ଟିମ୍ କୃଷ୍ଣା ଏବଂ ତାଙ୍କ ଟିମ୍କୁ ଆମକୁ ସେମାନେ ସୁଯୋଗ ଦେଇଛନ୍ତି ଏଠି କରିବା ପାଇଁ। ଏମାନେ ସୁଯୋଗ ଦେଇଛନ୍ତି ଭଲ ହିସାବରେ କେମିତି ଆୟୋଜନ। ଜିଲ୍ଲା କ୍ରିକେଟ ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବି। ଗତ 15 ଦିନ ହେଲା ଆମର ଆପ୍ରାଣ ଚେଷ୍ଟା ଚାଲିଛି। ଏଠି ସ୍କୁଲର ସବୁ ଷ୍ଟାଫ୍ ଲାଗିଛନ୍ତି ବହୁତ ସୁନ୍ଦର ଭାବରେ। ଆମର ଉଭୟ ଟିମ୍ ହୋଟେଲ ଟୋଲି ଏବଂ ନିକିରେ ରହିସାରିଛନ୍ତି। ଆଜି ଆମ ମ୍ୟାଚ୍ ରେଫରି ଏବଂ ଅମ୍ପାୟାରମାନେ ଆସି ହୋଟେଲ ରୟାଲ ପ୍ୟାଲେସରେ ଅବସ୍ଥାନ କରିବେ ଏବଂ 6 ତାରିଖ ଦିନ ଠିକ୍ 9ଟାରେ ବଲ୍ ପଡ଼ି ମ୍ୟାଚ୍ଟି ଆରମ୍ଭ ହେବ। ଆଶା କରୁଛି ଯେ ପ୍ରତ୍ୟେକ ବର୍ଷ ଭଳିଆ ଏଠି ଯେମିତି ଦେଖିଛନ୍ତି ଆପଣ ହାଇ ସ୍କୋରିଂ ମ୍ୟାଚ୍ ହୁଏ। ନିଶ୍ଚିତ ଭାବରେ ଉଭୟ ଦଳ ସନ୍ତୁଳିତ ଦଳ ଅଛନ୍ତି। ଉଭୟ ଦଳ ପାଖାପାଖି 43 ପଏଣ୍ଟସରେ ଅଛନ୍ତି। ଦୁଇଟା ଯାକ ଓଡ଼ିଶା ବେଙ୍ଗଲ ଉର୍ଦ୍ଧ୍ୱରେ ରହିଛି ଏବଂ ବେଙ୍ଗଲ ଦଳ ତାଙ୍କର ଯାହା କୋଚ୍ କହୁଥିଲେ ଚେଷ୍ଟା କରିବେ ଏ ମ୍ୟାଚ୍କୁ ଭଲ କରିବା ପାଇଁ। ଓଡ଼ିଶା ଦଳ ନିଶ୍ଚିତ ଭାବରେ ଏ ମ୍ୟାଚ୍ ଜିତିକି ଯିବା ପାଇଁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ। ଆମେ ଆୟୋଜକ ହିସାବରେ ଆଶା କରିବୁ ଗୋଟେ ଭଲ ମ୍ୟାଚ୍ ହେବ। ବନ୍ଧୁତ୍ୱପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଯେହେତୁ ନିଶ୍ଚିତ ଭାବରେ ଗୋଟେ ସଂଘର୍ଷପୂର୍ଣ୍ଣ ହେଲେ ମଧ୍ୟ ଭଲ ମ୍ୟାଚ୍ ମିଳୁ ଯେଉଁଟାକି ଆମକୁ ବହୁତ ଖୁସି ଲାଗିବ। ଆଶା କରିବୁ ଏ ମ୍ୟାଚ୍ଟି ଭଲ ହିସାବରେ ଛୋଟ ସହରରେ ନିଶ୍ଚିତ ଭାବରେ ବରଗଡ଼ ଛୋଟ ସହର ହେଲେ ମଧ୍ୟ ଆମେ ବଡ଼ ମନ ନେଇକରି ଚାଲିବା। ବଡ଼ ମନ ନେଇକରି ଆମ ସେକ୍ରେଟାରୀ ଆମକୁ ଦେଇଛନ୍ତି। ବଡ଼ ମନ ନେଇକରି ଆମେ ଆୟୋଜନ କରିବା। ଧନ୍ୟବାଦ ଦେବି ମଲ୍ଲିକେଶ୍ୱରଙ୍କୁ ଏବଂ କ୍ରିକେଟ ସମସ୍ତ ସଦସ୍ୟଙ୍କୁ ଯେ ବଡ଼ ମନ ନେଇକରି ଖୋଲା ଦିଲ୍ରେ ସମସ୍ତେ ଲାଗିଛନ୍ତି ଯେ ଆମେ ଠିକ୍ ଭାବରେ ସମସ୍ତଙ୍କୁ ଯେମିତି ଆପ୍ୟାୟିତ କରିକିରି ଭଲ ହସ୍ପିଟାଲିଟି ଦେଇକରି ଯିବା ସେମାନେ ନିଶ୍ଚିତ ଭାବରେ ବାହାରେ ପ୍ରଶଂସା କରିବେ। ଦ୍ୱିତୀୟ କଥା ରହିଲା ମନର କଥା ଯେଉଁଟା ଏତେ ବଢ଼ିଆ ପଡ଼ିଆ ଥାଇକରି ବରଗଡ଼ରେ ସମସ୍ତ ପ୍ରକାର ସୁଯୋଗ ଅଛି କିନ୍ତୁ ବଡ଼ ହୋଟେଲଟେ ନାହିଁ ବୋଲି ଆମେ ରଞ୍ଜି ଟ୍ରଫି କରିପାରୁନୁ। ଆମ ସେକ୍ରେଟାରୀ ଆମକୁ କହିଛନ୍ତି ଯେଉଁଦିନ ହୋଟେଲ ହେବ ସେଇ ବର୍ଷ ହିଁ ଏଠି ରଞ୍ଜି ଟ୍ରଫି ମ୍ୟାଚ୍ ହେବ।